ପୂର୍ବରୁ ଯାହା କହିଥିଲି ଯେ 2 ତାରିଖ ଆମେ ସକାଳେ ଖବର ପାଇଥିଲୁ ଯେ ଜଗନ୍ନାଥ ମାଝୀ ନାମକ ଜଣେ ଯୁବକଙ୍କର ଗୋଟେ ଡେଡ୍ ବଡ଼ି ପଡ଼ିଛି ପାଖରେ ଗୁରୁ ଅଡାରିଙ୍କର ଇଏ ପରିବା ବାଡ଼ରେ। ତ ଆମେ ସ୍ପଟ୍ରେ ଯାଇକି ପହଞ୍ଚିଲୁ। ସେ ତା ହେଡ୍ ଇଞ୍ଜୁରୀ ଥିଲା। ସେଥିରେ ଆମେ ଜାଣିଲୁ ଯେ ତାଙ୍କୁ ମାନେ କିଏ ଆସଲ୍ଟ କରିଛନ୍ତି ଆଉ ମାରିଛନ୍ତି ବୋଲିକି। ତାଙ୍କ ଭାଇଙ୍କ ରିପୋର୍ଟ ଆଧାରରେ ଆମେ ଗୋଟେ ବିସିଂପୁର ଥାନାରେ ଆମେ କେସ୍ ରୁଜୁ କରିକି ଆମେ ତଦନ୍ତ ଚଳେଇଲୁ। ତଦନ୍ତ ସମୟରେ ଜଣାପଡ଼ିଲା ଯେ ଜଗନ୍ନାଥ ମାଝୀ ସେଠି ପିଆପିଇ କରନ୍ତି ସବୁବେଳେ। ସେଦିନ ମାନେ 1 ତାରିଖ ଦିନ ନୂଆ ବର୍ଷରେ ସେ ଭୋଜିଭାତ କରିଛନ୍ତି। ଦିନବେଳା ସେଠି ପିଆପିଇ କରିଛନ୍ତି। ତାପରେ ଭୋଜିଭାତ ସାରିଲା ପରେ ସେ ଯାଇଛନ୍ତି ଗୋଟେ ଭଲି ଫିଲ୍ଡକୁ, ଯେଉଁଥିରେ କି ଆମର ଯିଏ ଆସାମୀ ଅଛନ୍ତି ଭକ୍ତ ଅଡାରି ହେଉଛନ୍ତି ତାଙ୍କ ନିଜ ଭଣଜା, ଆଉ ତାଙ୍କ ସାଙ୍ଗମାନେ 3-4 ହେବ, ସେମାନେ ଭଲି ଖେଳୁଥିଲେ ସେଇଠି। ଭକ୍ତ ଅଡାରି, ନୀଳକଣ୍ଠ ମାଝୀ ଆଉ ତାଙ୍କ ସହିତ ଆହୁରି 3 ଜୁଭେନାଇଲ୍ ପିଲା ଯେଉଁମାନେ ମାଇନର ଥିଲେ, ସେମାନେ ଖେଳିଲା ବେଳେ ଇଏ ଯାଇକି ଝଗଡ଼ା କରିଛନ୍ତି। ଝଗଡ଼ା କରିକି ତାଙ୍କୁ ଗାଳିଗୁଲଜ କରିଛନ୍ତି, ଥ୍ରେଟନିଂ ଦେଇଛନ୍ତି। ତାପରେ ତାଙ୍କର ନେଟ୍ ଯେଉଁ ଭଲି ନେଟ୍ଟା ଚିରି ଦେଇଥିଲେ ସେଠି, ମାନେ ଛିଣ୍ଡାଛିଣ୍ଡି କରିଦେଇକି ଆସିଥିଲେ। ତାପରେ ମାନେ ଖେଳ ତାଙ୍କର ଭାଙ୍ଗିଗଲା। ସେ ଯେତେବେଳେ ଯାଇକି ଗଣ୍ଡଗୋଳ ଗଲା ପରେ ଭଲି ଖେଳ ସାରିକି ମାନେ ତାଙ୍କର ସେଦିନ ପ୍ଲାନିଂ କରିଥିଲେ ଯେ ଆମେ ନୂଆବର୍ଷ ଭୋଜି କରିବୁ ବୋଲିକି। ତ ଭକ୍ତ ଅଡାରି, ନୀଳକଣ୍ଠ ମାଝୀ ଆଉ ତାଙ୍କ ସହିତ ଯେଉଁ ପିଲା ଥିଲେ 3 ଜଣ, ସେମାନେ ଭୋଜି ରାତିରେ ପ୍ଲାନ୍ କରିଥିଲେ ଗୁରୁ ଅଡାରିଙ୍କ ମାନେ ପରିବା ବଗିଚାରେ କରିବା ପାଇଁ ବୋଲିକି। ଆଉ ଚିକେନ୍ ଆଉ ମଦ ପାଉଚ୍, ବିୟର୍ ଏସବୁ କିଣିକି ନେଇକି ସେଠି ଭୋଜି କରୁଥିଲେ। ସେ ମାନେ ରାତି ପ୍ରାୟ 9ଟା ହେଇଥିବ ସେଦିନ। ଜଗନ୍ନାଥ ମାଝୀ ଗୋଟେ ମାନେ ନୀଳଗିରିର ଗୋଟେ ବଡ଼ ଠେଙ୍ଗା ଧରିକି ଯାଇକି ସେଠି ତାଙ୍କୁ ଡିଷ୍ଟର୍ବାନ୍ସ କରିଛନ୍ତି। ଯାଇକି ଆସଲ୍ଟ କରିଛନ୍ତି ଫାଷ୍ଟରେ ଭକ୍ତ ଅଡାରିକୁ ଆସଲ୍ଟ କଲା ପରେ ତାପରେ ଏମାନେ 5 ଜଣ ମିଶିକି ତାକୁ ଧରିଛନ୍ତି। ଆଉ ଭକ୍ତ ଅଡାରି ଗୋଟେ ସେ ଯେଉଁ ନୀଳଗିରି ଠେଙ୍ଗା ଛଡ଼େଇକି ତାଙ୍କୁ ମୁଣ୍ଡରେ ପାହାର ଦେଇଛନ୍ତି। ଆଉ ନୀଳକଣ୍ଠ ମାଝୀ ଯିଏ, ସେଠି ଗୋଟେ ପାଖରେ ଗୋଟେ ବାଉଁଶ ଠେଙ୍ଗାଟେ ପଡ଼ିଥିଲା, ସେଇଟାରେ ସିଏ ୟୁଜ୍ କରିଛନ୍ତି। ତ ସିଏ ବି ମାନେ ଆସଲ୍ଟ କରିଛନ୍ତି ସେଥିରେ। ଆଉ ବାକି 3 ଜଣ ଯେଉଁ ମାଇନର ଥିଲେ, ସେମାନେ ଧରାଧରି କରିଛନ୍ତି, ଆକୁ ସହଯୋଗ କରିଛନ୍ତି ମାନେ ଇଏରେ। ତାପରେ ସେଥିରେ ଦରମରା କରିକି ପକେଇ ଦେଇକି ତାପରେ ମାନେ ପଳେଇ ଆସିଛନ୍ତି। ଆମେ କହିପାରିବା କି ମ୍ୟାଡ଼ାମ୍ ଯେ ଉଭୟ ପଟେ ହଁ, ଉଭୟ ମଦ୍ୟପାନ କରିଥିଲେ। ଇଏ ବି ଏମାନେ ବି ପିଆପିଇ କରିଥିଲେ ସେଦିନ। ଯେଉଁଟା ଆମେ ଘଟଣାସ୍ଥଳରୁ ଆମେ ମଦ ପାଉଚ୍ ଏସବୁ ପାଇଥିଲୁ ଆମେ, ସେଇଟା ବି ସେ ଜବତ ହେଇଛି। ଆଉ ଯିଏ ଡିସିଜ୍ ଯିଏ ମାନେ ଯିଏ ମୃତକ ଯିଏ ଅଛନ୍ତି, ସିଏ ଜଗନ୍ନାଥ ମାଝୀ, ସିଏ ବି ସେଦିନ ମଦ୍ୟପାନ କରିଥିଲେ।